guys, welcome back to my YouTube channel Swanil's vlog. बाबू आमर घरे ना राउत बाबू आमर घरे ना जेहेतु मैच अच्छी तो टिकेट नापी इडली पिठा तरकारी सकाळ ब्रेकफास्ट मोर कहते से ना कि ना टिकेट पाई तो बाबा आमर फेरुंट गोटे है गोटे से फेरुंट अवस्था ना छिड़ा हो प्रबल भिड़ प्रबल मान पूरा प्रबल राति जाइए आसिक 2टा बेले पहुँचुंट मैंने गोटे बेले पहुँचुंट कि लाभ नहीं टिकेट काउंटर रू जा फेरिक आसते कहले एत भिड़ कि कौन आछि कर जा बेकार खाली मैंने बेकार खाली जा छिड़ा होसले राति सारा मशा बाड़े कि ना कि नहीं से आसिक शोचती उठते सहित कथा पचारे केमती कौन लगे खाली 7टा होगला गाइस कि निद भांगुनी कि हाली आगे निद भांगुनी 7टा बाजिला 11:30 बोधे शुआला एजाए निद भांगुनी देखी दूँ 7:03 राति जाक जो मशा बड़ाई मु मना करी जाओ ना मना करी जाओनी रही जाओ मोबाइल देखियो टिकेट पछरे जमा बड़ ना हे मु देखी मुझे टिकेट नहीं कि आसबी जाइए पूरा काउंटर सामना फेरिक आसती मिललानी शुणिक हस लगुच किंतु राति सारा अपेक्षा कर भी दुख भी लगुच कि कौन कर हसवा तो पड़ो आम सान पुओ सी तो आहरी बिचरा 10टा 11टार बाहरिक गले राति 12टार कि गाड़ी पकईदेला गोड़र अवस्था नहीं हो सी आसतु मुझे देखा गोड़ पूरा फुलिकी काली मैंने 12टा 8:30 बेलू मत फोन कर भाज गेट खोल मुझी ऊपर को कहली कहीं कौन पर जल्दी पलि आसला आ गोड़र तो अवस्था नहीं से आसतु मुझे देखा तमें कहीं करुछ बाहागर वर्ष तथा भी शिक्षा चलती कहली बाहागर वर्ष है तथा भी शिक्षा चलती आउ के वर्ष हाथ रू खुआई शिखे मत आज कहते कौन गोटे कर ना कौन मत कहते केते वर्ष तो हाथ रू खुआई शिखे जापर कहले 2-4 वर्ष शिखे जानती एबे भी से दरकार कर सी बस कर कर देखिकी सी कर कोबी तरकारीटा तुम कर कि शशुर मैंने कहले कले मुझे खाइबी न खाइबी से कथा मुझे भावुली कहली माँ कौन आज पलि आसला रोसे घर को मैंने सी तो आसती सी कौन कहले आज ना मुझे तू ठिया हम किसी तो गोटे थी बापा कहते जा तरकारी कर खाइबी भल लगुनि कौन कर सी प्रथम जानी मत तो जना ना कि ये शिखी सब टे भुलटुल रोचे तो भल लगुनि आज आसले नाम से शोचती माछ गुड़ाक कष्ट हे जोर से जो गांठुच मुंडर अवस्था ना से पूरा छिन छतर मुंड छिंचड़ा हुए पूरा गुंड छिन छतर
ମୁଁ ଭାବେ ମାଛ ମୁଣ୍ଡ ମାନେ ମୁଣ୍ଡ ଗୁଡ଼ା ଏମିତି ବଡ଼ ବଡ଼ ହେଇକି ଥିବ। ମତେ ତ କିଛି ଜଣା ନାହିଁ। ମୁଁ ତ କିଛି ଖାଲି ଆମ ଘରେ ଇପି ଛଡ଼ା ଆଉ କିଛି ବି ରୋଷେଇ ଜଣା ନାହିଁ ମୋତେ। ନା ଇପି ଜଣା ଥିଲା ଆଉ ଆଳୁ ଭଜା ଜଣା ଥିଲା, ତା ଛଡ଼ା ଆଉ କିଛି ବି ଜଣା ନଥିଲା। ଯାହା ବି ସବୁ ଶିଖିଛି ଶାଶୁ ମା ଆମର ଶିଖେଇଛନ୍ତି। ଆମ ଘରେ ମୁଁ କିଛି ବି କାମ କରେନି। ଗାଇସ୍ ରାତି 1 ହେଲାଣି କିନ୍ତୁ ଉଠୁନାହାନ୍ତି। ଦେଖିବି କ'ଣ? ସାନ ଟୋକାକୁ କହିଲା ବେଳକୁ ସିଏ ତାର ଅବସ୍ଥା ହେଉଛି ରୁହ ଟିକେ, ମୁଁ କାଲି କଥା ହେବି। ବଡ଼ ତ ଯାଇଛନ୍ତି, କେଉଁ ଯୋଡ଼ି ଯାଇଛି, କିଛି ନାହିଁ ତାଙ୍କର। ଆଉ କ'ଣ କହିବି, ଦେଖେଇ ବି ପାରୁନି। ଖାଲି ତାର କେତେ ବକ ଖେଳି ଶୋଇଛନ୍ତି ଖାଲି। ତ ମୁଁ ଯେତେବେଳେ ରୋଷେଇ ସାରି ଦେଇଥିଲି, ଖାଇବା ପିଇବା ସମସ୍ତଙ୍କୁ ଦେଇଦେଇକି କାମ ସାରିକି ପଳେଇ ଆସିଲି। ଏବେ ଟାଇମ୍ 1 ହେଇଯାଇଛି। ଏ ବୁତୁଣିର କିଛି କାମ ଧନ୍ଦା ନାହିଁ, ରାତି 1ରେ ମୋ ସହିତ ଗପୁଛି। ମୋର କିଛିଟା କାମ ଥିଲା, ମୁଁ ମୋ କାମ ସାରି ଦେଇକି ଆସିଲି। ରାତି 1 ହେଲାଣି। କି ନିଦ। ଭାବ ତାଙ୍କ ଦୁନିଆରେ ଜମା ଉଠୁନାହାନ୍ତି ଭାଇ। କି ଟାୟାର ମଣିଷଟା ହେଇଛି, ଟୋଟାଲି ଉଠିବାର ନାଁ ହିଁ ଧରୁନି। ମାନେ ମୁଁ ଖାଇବା ତାଙ୍କୁ 10ଟାରେ ଦେଇକି ଗଲି, କହିଲି ଉଠ ଖାଇଦିଅ। ମୁଁ 12ଟାରେ ଆସିଲି, ସିଏ ଶୋଇଥିଲେ। ତାଙ୍କୁ ଉଠେଇକି ଖୁଆଇଲା ବେଳକୁ ଯାଇକି ଖାଇକି ପୁଣି ଶୋଇଛନ୍ତି। ମାନେ କି ନିଦ। 12ଟା ଯାଏଁ ବି ମାନେ ଖାଇବା ସେମିତି ଥୁଆ ହେଇଛି। କେଜାଣି କାଲି ଯାଏ ବି ତାଙ୍କ ଭଲସେ ନିଦ ଭାଙ୍ଗିବନି। ମଶା ବାଡ଼େଇଛି ରାତିରେ, ଆଉ ନିଦ ହବ କେମିତି? ଅଚିନ୍ତା। ମୁଁ ଯେଉଁ ମେଳା ଦେଖିବା ପାଇଁ ଯାଇଥିଲି ଗାଇସ୍, ମୋତେ ଏଇ ଦୁଇଟା ଭଲ ଲାଗିଥିଲା। ମୁଁ ଏଇ ଦୁଇଟାକୁ ନେଇକି ପଳେଇ ଆସିଥିଲି। କ'ଣ ଏଗୁଡ଼ା ତ ମୋତେ ଜଣା ନାହିଁ। ଶୁଆ ନା ପାରା, ସରି ପାରା ତ ନୁହଁ, ଶୁଆ ନା ବତକ ନା ହଂସ ନା କ'ଣ ମୋତେ ଜଣା ନାହିଁ। ବସ୍ ମୋତେ ଏଇ ଦୁଇଟା ଟିକେ ଭଲ ଲାଗିଥିଲା, ନେଇ ଆସିଥିଲି। ଦେଖ ମୁଁ କ'ଣ ଗୁଡ଼ାକ ମୋତେ ଜଣା ନାହିଁ, ଏଗୁଡ଼ା କ'ଣ କୁହନ୍ତି ମୋତେ ଜଣା ନାହିଁ, କିନ୍ତୁ ନେଇ ଆସିଲି ବାସ୍ ସଜେଇକି ରଖିବା ପାଇଁ। ଆଉ ଏଇଠି ଏମିତି ଗଛ କିଛିଟା ନେଇ ଆସିଥିଲି। ମାନେ ଏଥର ନୁହଁ ତ, ମୁଁ ନେଇକି ଆସିଥିଲି ବାଲିଯାତ୍ରାକୁ ପଳେଇଥିଲି ନା ଦେଖିବା ପାଇଁ। ତ ବାଲିଯାତ୍ରାରୁ ଏଗୁଡ଼ା ନେଇକି ପଳେଇ ଆସିଥିଲି। ଯାତ୍ରା କରିକି ରଖୁଛି, ଥରେ ଥରେ ମୁଣ୍ଡ ବି ଟିଣ ହେଉଛି କି ଏଠି ଏମିତି ଯାତ୍ରା ହେଇଛି, ସବୁ ଅଳିଆ ପଡ଼ିଛି, ଇଚ୍ଛା ହେଉଛି ଫିଙ୍ଗି ଦେବା ପାଇଁ। ମୁଁ ଥରେ ଥରେ ଇଚ୍ଛା ହେଉଛି ନାହିଁ ସବୁ ଥାଉ, ସଜେଇକି ରଖିବି, ଭଲ ଲାଗିବ। କ'ଣ କରିବା, ମୁଣ୍ଡ କାମ କରୁନି କିଛି ମୋର ଆଉ। ମୋ ଜଗା ତ ସବୁବେଳେ ମୋ ପାଖରେ, ତାକୁ ମୁଁ ସବୁବେଳେ ମୋ ପାଖରେ ହିଁ ରଖିଥାଏ। ମୋତେ ଜଗାକୁ ଏତେ ଭଲ ଲାଗେ ଯେ ମୋ ରୁମ୍ରେ ବୋଧେ ମୁଁ 4-5ଟା ଜାଗାରେ, ମାନେ 5ଟା ପାଖାପାଖି ଜଗା ଖାଲି ମୋ ରୁମ୍ରେ ଥିବେ। ଦେଖାଉଛି ମୁଁ ଗୋଟେ ଲାଇଟ୍ ବେଡ଼୍ ଉପରେ, ଆଉ ଗୋଟେ ଏ ବକ୍ସ ଭିତରେ ଅଛି। ତାଙ୍କ ମୁଣ୍ଡ ଏଠି ଅଛି। ତ ମୁଁ ଖୋଲିବିନି, ଖୋଲିଲେ ବାଜିବ ଜୋରସେ। ବାକି ଦେଖାଉଛି। ଆଉ ଗୋଟେ ଏଇଠି ଗୋଟେ ଜଗା ମୋର ଷ୍ଟିକର୍ ଟାଇପ୍ର, ତାକୁ ଗୋଟାକ ରଖିଛି ମୁଁ। କ୍ୟୁଟ୍ ସେ ଜଗା ମୋର, କ୍ୟୁଟ୍। ଆଉ ଗୋଟେ ଏଇଠି ଇଏ ଲାଇଟ୍ ଲାଗୁଛି ରାତିରେ। ଆଉ ଗୋଟେ ଜଗା, ବାସ୍ ମୋ ବଡ଼ ଜଗା। ମାନେ ମୋର ସବୁବେଳେ ଇଚ୍ଛା ଥିଲା କି ମାନେ ମୋ ରୁମ୍ରୁ ଉଠିବି, ମାନେ ମୋ ବେଡ଼୍ର ଉଠିବି ମାନେ ମୁଁ ଜଗାକୁ ଦେଖିବି। ତ ସେଥିପାଇଁ ତାକୁ ଏଇଟା ଫ୍ରଣ୍ଟରେ ହିଁ ରଖିଛି। ଆଉ ମୁଁ ଯୁଆଡ଼େ ବି ଗଲେ ମୋତେ ସବୁବେଳେ ଜଗା ହିଁ ଦରକାର। ତ ମୁଁ ସେଥିପାଇଁ ତାଙ୍କୁ କହିଲି କି ନାହିଁ, ମୁଁ ଯେଉଁ ଉଠିବି ମାନେ ମୋ ନଜର ଯେମିତି ପ୍ରଥମେ ଜଗା ଉପରେ ପଡ଼ିବ, ଆଉ କୁଆଡ଼େ ବି ପଡ଼ିବା ଦରକାର ନାହିଁ। ତ ସେଥିପାଇଁ ସେଇଟାକୁ ସେଇ ମୋ ବେଡ଼୍ ଫ୍ରଣ୍ଟରେ ହିଁ ଲଗାହେଇଛି, ଯେଉଁଟାକି
ମୁଁ ଉଠିବି ତ ଡାଇରେକ୍ଟ ଆଖି ସାମ୍ନାରେ ହିଁ ମୋର ଜଗା ପାଇବି ଆଉ ତ ମୁଁ ଯେଉଁଟା ପାଉଛି ବି ତ ସେଥିପାଇଁ ମୁଁ ଜଗାକୁ ଏଇଠି ମାରିଦେଇଛି ପୁରା ମୋର ଆଖି ସାମ୍ନାରେ। ଆଉ ରୁମ୍ରେ ବୋଧେ ମୁଁ 5ଟା ଜଗା ରଖିଛି। ଯୁଆଡ଼େ ନଜର ପକେଇବ ଜଗା, ଯୁଆଡ଼େ ନଜର ପକେଇବ ଜଗା। ଯେତେ ରାଗ ରୁଷା ଅଭିମାନ ଦୁଃଖ କଷ୍ଟ ଯାହା ବି ଥିଲେ ବାସ୍ ତା ମୁହଁକୁ ଦେଖିଦେଲେ ହସିଦେଲେ ସେ ତ ଏମିତିରେ ହସୁଛି ସବୁବେଳେ। ନାଲି ଓଠରେ ସବୁବେଳେ ତାର ଖିଲି ଖିଲି ହସ, ତ ସେ ଏମିତିରେ ବି ହସୁଛି। ତ ତା ହସ ଦେଖିକି ବି ମନରେ ଦୁଃଖ କଷ୍ଟ ରାଗ ରୁଷା ଯାହା ବି ଥାଏ ମୋତେ ବି ହସ ଲାଗେ ଆଉ ମୁଁ ବି ସବୁକିଛି ଭୁଲିଯାଏ। ତ ସେ ସବୁବେଳେ ମୋ ପାଖରେ ଅଛି, ଜାଣିଛି, ମୁଁ ଅନୁଭବ ବି କରୁଛି କି ନା ମୋ ପାଖରେ ସେ ରହୁଛି ସବୁବେଳେ। ତ ସେଥିପାଇଁ ଭଲ ଲାଗୁଛି ମୋତେ, ମୁଁ ତାକୁ ରଖିଛି ମୋରି ପାଖରେ ସବୁ ମାନେ ସବୁଆଡ଼େ। ମାନେ ପୁରା ରୁମ୍ ଅନ୍ଧାର, ସେ ଅନ୍ଧାର ଭିତରେ ବି ନଜର ପକେଇବ ତ କେବଳ ଲାଇଟ୍ ଗୋଟିଏ ପାଖରୁ ଆସୁଥିବ, ସେଇଟା ବି ଜଗା। ଆଖି ମାନେ ରାତି ଅଧରେ ବି ତୁମେ ଉଠିବ ତ ଆଗ ତାକୁ ହିଁ ଦେଖିବ। ମୁଁ ତାକୁ ହିଁ ଦେଖୁଛି ସବୁବେଳେ, ସକାଳ ସନ୍ଧ୍ୟା ରାତି ଯେତେବେଳେ ଦେଖ ବାସ୍ ମୋ ଜଗା ମୋରି ପାଖରେ ହିଁ ଅଛି। କ୍ୟୁଟ୍ ସା ଜାଗା ମୋର, କ୍ୟୁଟ୍ କ୍ୟୁଟ୍, ତା ନାଲି ନାଲି ହସ, ତା ନାଲି ନାଲି ଓଠ। ତ ଏମାନେ ଦୁଇ ଭାଇ ତ ଆସିଲେନି ଆଜି, ତାଙ୍କ ସହିତ କାଲି ମୋର କଥାବାର୍ତ୍ତା। ଆଜି ଆସିବେ ହେଇକି ମୁଁ ଭାବିଲି କି ନାଇଁ ମୁଁ ଆଉ ଟିକେ ପରେ ଦେଖେଇଦେବି, କଥା ହେବି କି କ'ଣ, କିନ୍ତୁ ସେମାନେ ତାଙ୍କ ଆୟତରେ ହିଁ ନାହାନ୍ତି। କ'ଣ କରିବା, ତ କାଲି ତାଙ୍କ ସହିତ ମୋର କଥାବାର୍ତ୍ତା, ତାଙ୍କରି ପାଇଁ ଅପେକ୍ଷା କରି କରି ମୋତେ 1 ବାଜିଲା। ବେଶୀ ଗୋଟେ ଦେଖି ହେଉଛନ୍ତି, ତାଙ୍କରି ପାଇଁ ମୋର ଏତେ ନାଟ, ରାତି 1 ବାଜିଲା। 1:30 ହେବ, ତ ମୁଁ ଯାଉଛି ଶୋଇବି। ନ ଶୋଇଲେ ପୁଣି କାଲି ସକାଳେ ଉଠିପାରିବିନି, ମୋତେ ପୁଣି କାମ ବି କରିବାର ଅଛି। ତ କାଲି କଥାବାର୍ତ୍ତା ଦୁଇ ଭାଇଙ୍କୁ ମୁଁ ବୁଝିବି ତାଙ୍କ କଥା, ମୋ ମୁଣ୍ଡ ଖରାପ କରିଦେଇଛନ୍ତି ଏମାନେ। ତ କାଲି ଆମେ କଥା ହେବା। ଆଜିର ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗେ ତାହେଲେ ଲାଇକ୍ କମେଣ୍ଟ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେନି। ରହୁଛି, ଗୁଡ୍ ନାଇଟ୍। ପୁଣି ଦେଖା ହେବ ଗୋଟେ ନ୍ୟୁ ବ୍ଲଗ୍ରେ। ସେତିକି ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହୁଛି, ଜୟ ଜଗନ୍ନାଥ।